ଯେତେବେଳେ ଚାରି ପ୍ରକାର ସୈନ୍ୟ ଯାଉଛନ୍ତି ହେଇଛି କଣ କହିଲେ ଖଡି ଗାର ଗୁଣ୍ଡ ଭାରେ କୁଣ୍ଡଳୀନ୍ଦ୍ର ମୁଣ୍ଡୁ ବର ଜୀବ କ୍ଷିତି ଏ ସୈନ୍ୟ ମାନଙ୍କର ଏତେ ଓଜନ ହେଇଯାଏ ଏ ପାଦନାଦ ଧୂଳି କୁଣ୍ଡଳୀ ଇନ୍ଦ୍ର କହିଲେ ବାସୁକି ବାସୁକି କୁଣ୍ଡଳୀ କହିଲେ ସର୍ପ ସର୍ପ ମାନଙ୍କ ଭିତରେ ଇନ୍ଦ୍ର ହେଲା ପଣ୍ଡିତ ବାସୁକି ଏ ବାସୁକି ରାଜା ଯେତେବେଳେ ମହିକି ବା ପୃଥିବୀକୁ ଧରିଛି ମୁଣ୍ଡେଇଛି ବିଚାର କରୁଛି ଏ ସୈନ୍ୟ ମାନଙ୍କର ଓଜନ ଏତେ ବଢି ଯାଇଛି ଯେ ଭୟରେ ମୁଣ୍ଡରୁ କିଭଳି ଭାବରେ ସେ ପୃଥିବୀଟାକୁ ତଳେ ଥୋଇଦେବ ଯଦି ଏ ସୈନ୍ୟ ମାନଙ୍କର କୀର୍ତ୍ତି ଜଣେ ଲେଖିବ ଏତେ ଗୁଡିଏ ଖଡି ଗୁଣ୍ଡ ହବ ଯାହାଟା କି ପୃଥିବୀକୁ ସେ ଧରି ପାରିବ ନାହିଁ ସୈନ୍ୟ ସାମନ୍ତ ନେଇ ଆଜି ବିରାଟ କଟକରେ ଯାଇକି ପ୍ରବେଶ ହୋଇଯାଇଛନ୍ତି ବିରାଟ କଟକରେ ଯେତେବେଳେ ଦୁର୍ଯ୍ୟୋଧନର ସୈନ୍ୟମାନେ ପ୍ରବେଶ ହୋଇଯାଇଛନ୍ତି ଦୂରରୁ ଦେଖିଦେଲେ ଗୋପାଳ ମାନେ ଯିଏ ଗୋପାଳକ ଥିଲେ ଗୋରୁକୁ ପାଳନ କରନ୍ତି ଏ ଗୋପାଳ ମାନେ ବିଚାର କଲେ ये दुर्योधनर सैन्य माने आसुछंती वर्तमान हमर गोशाला आक्रमण करिवे गोसंबती को जतले हरण करि नै जे बोली विचार करछंती भयभीत होई गोपाल माने जाय के जणाई दैछंती मा सुदेशना को निकट रे विराट राजा एवं ताको निकट रे थिले कंक कंक कहले जे कि धर्मराज युधिष्ठिर ताकर छद्म नाम हेउची पंडित कंक ए कंक पंडा रूप रे जाय जतले धर्मराज सहित विराट राजा पशा खेलुंट एपटे अच्छा विराट राणी एवं सुदेशना सहित थिले युवराज उत्तर युवराज अच्छा मन मन चिंता कर गोशाला को रक्षा करेंगे जनाई देले गोपाल गोपाल फाटिला आंभ कपाल आसी गांधारी बाल बरजी आल ये है बाबू रे प्रांत जमक सबू है गायक केशरी उदयनाथ रथ शर्मा प्रमाण कले जनाई देले गोपाल गोपाल माने जनइले आम कपाल फाटिला मा फाटिगला कपाल कौन होइची किए आइचंदी गाई नौ चोरी की नबा गाई चोरी को देछन आज्ञा कले आसी गांधारी बाल बरजी आल घेनी सैन्य सेना बल घेराउ कला गोशाल दिशु अच्छी महाकाल समान भाल गाभी हेबे हरण चाल ताल कटाल भूपाल पदाति चाल ये भली पद धन्य धन्य गायक केशरी उदयनाथ रथ शर्मा ये ओडिशा बक्षरे गोटे लुहा मलई बुले जाई थांता आज जाके जो थांत समस्त गायक लेखा को मुंडे लगौ तेणुक आज ये नयागढ़ माटी गर्व गौरव हेले गायक केशरी उदयनाथ रथ शर्मा जे कि कुंभारपड़ा ग्राम जन्म ग्रहण करते खंडपड़ा ब्लॉक रे कौन ये भाव में सैन्य सामंत को देखी भयभीत ही गोपाल माने जनइले राणी आज चिंतामग्न किए से रक्षा कर बर्तमान विराट राजा नहांती निष्पत्ति किए से नेबा दुर्योधन रकबल रक्षा करवा गोशाला अच्छा गोशाला को जदि गाई की जदि नहीं था कैसे दुर्योधन ये तो राजा अनेक गुड़िया गाई किणी पारि थांदे
ତେଣୁକରି ଗୋ ଶାସ୍ତ୍ର ର ନିୟମ ଅଛି କାହା ଦ୍ୱାରା ଧର୍ମର ସୁରକ୍ଷା ହଉଛି। ଆପଣଙ୍କର କପିଳ ଦର୍ଶନରେ କପିଳ ଲେଖିଲେ, କପିଳ ସଂହିତାରୁ ଗୋଟେ ଶ୍ଲୋକ ମୁଁ ଗାଇବି, କହିଲେ ଗୋଭି ବିପ୍ରେଶ୍ଚ ବେଦେଶ୍ଚ ସତୀଭି ସତ୍ୟବାଦୀ ଭି অলুব্ধ দানশীলশ্চ সপ্তধারয়তে মহি। ଏହି 7 ଜଣ ଯୋଗୁ ବାବୁରେ ଏ ପୃଥିବୀ ରକ୍ଷା ହେଉଛି ବା ଧର୍ମର ସୁରକ୍ଷା ହେଉଛି। 7 ଜଣ କିଏ ସେ କିଏ ସେ କହିଲେ ଗୋଭି ଗୋମାତା, ଗୋମାତା ର କ୍ଷୀର, ଗୋମାତାର ଗୋବର, ଗୋମାତାର ମୂତ୍ର ସବୁ ହଉଛି ଶ୍ରେଷ୍ଠ, ଷଣ୍ଢ ବି ଶ୍ରେଷ୍ଠ। ହଁ ଠିକ ଅଛି। ତେଣୁକରି ସମସ୍ତେ ହେଲେ ଗୋମାତା। ଗୋମାତାର ସନ୍ତାନ ଯୋଉମାନେ ସେମାନେ ମଧ୍ୟ ସୁରକ୍ଷା ଦିଅନ୍ତି ଜୀବ ଜଗତକୁ। ଇଏ ହେଲା ଗୋଭି ବିପ୍ରେଶ୍ଚ, ବିପ୍ର କହିଲେ ବ୍ରାହ୍ମଣ, ବ୍ରାହ୍ମଣ ମାନଙ୍କ ଦ୍ୱାରା ଏ ପୃଥିବୀ ଯୋଉ ହୁଏ ଯାଏ ମଙ୍ଗଳ ହୁଏ। ତେଣୁକରି ସିଏ ଭୟରେ ସମସ୍ତଙ୍କୁ ସିଏ ଉଭୟ ପକ୍ଷକୁ ସେ ମଙ୍ଗଳ କରନ୍ତି। ଗୋଭି ବିପ୍ରେଶ୍ଚ ବେଦେଶ୍ଚ, ବିପ୍ରେଶ୍ଚ ବେଦେଶ୍ଚ ମାନେ ବେଦ, 4 ବେଦ ଦ୍ୱାରା ଏ ଜୀବ ଜଗତ ସୃଷ୍ଟି ହେଇଛି ଏବଂ ବେଦର ନିୟମ ଅନୁସାରେ ଏ ଜୀବ ଜଗତ ପାଳନ ହେଉଛି। ସତୀ ଭି ସତ୍ୟବାଦୀ ଭି, ସତୀ କେ ସେ ସତୀ ଯୋଗୁ ଏ ଜୀବ ଜଗତ ସୁରକ୍ଷା ଦଉଛି। ସତୀ କିଏ ଜାଣିନା? କିଏ ସେ ଥିଲା? ସତୀ ମୋ ସ୍ତ୍ରୀ। ଆଚ୍ଛା ପଲ୍ଲୀ ବାବୁ, ଆଜ୍ଞା ତମ ସ୍ତ୍ରୀ ସତୀ ଏ କଥା ପ୍ରମାଣ ଅଛି? ଧର୍ମପରାୟଣୀ ସେ ନା ଖାଲି ସତୀ। ସତୀ? ହଁ, ଆପଣ ଦିନେ ଯାଉନାହାନ୍ତି ଦେଖିବେ। ମୁଁ କଣ ଯିବି ତମ ସ୍ତ୍ରୀ ପାଖକୁ? ଧର୍ମପରାୟଣ କେମିତି, ସତୀ କେମିତି ଆରେ କେମିତି ଦେଖିକି ଆସିବି? ଆଜ୍ଞା ଆରେ ଯିଏ ସତୀ ତା କଥା ତ ଚତୁର୍ଦିଗକୁ ବିଚ୍ଛୁରିତ ହଉଥିବ। ଆଜ୍ଞା ତମେ ନିଜେ ନିଜେ କହୁଛ ସତୀ, ନା ପକଉଛି ତାର କିଛି ପ୍ରମାଣ? ନା ପକଉଛି। ଆଜ୍ଞା ଆଜ୍ଞା ହଉ ଟିକେ କହିବଟି ତାର ପ୍ରମାଣ କଣ ଅଛି? ହଁ, ପ୍ରମାଣ ତାର ଅଛି। ଆଉ ପ୍ରମାଣ ନଥାଇକିରି ମୁଁ କହୁଛି। ଓଡିଆରେ କହିବି ନା ଶ୍ଲୋକରେ କହିବି? ଶୁଣନ୍ତୁ ଆଜ୍ଞା, କେମିତି ସତୀ? କେମିତି ସତୀ ମୁଁ ତାର ଉଦାହରଣ ଦଉଛି। ଆମେ 2 ଭାଇ, ମୁଁ ହଉଛି ବଡ, ମୋର ଭାଇ ଗୋଟେ ଅଛି ସାନ। ଠିକ ଅଛି ଆଜ୍ଞା, 2 ଭାଇ, ମୁଁ ହଉଛି ବଡ, ସିଏ ହେଲା ସାନ। କୁହ। ସେ ବିବାହ କରିଛି ଗୋଟିଏ ସ୍ତ୍ରୀ, ମୁଁ ବିବାହ କରିଛି ଗୋଟିଏ ସ୍ତ୍ରୀ। ଗୋଟିଏ ଗୋଟିଏ ସିଏ ଯେତେବେଳେ ଗୋଟିଏ ସ୍ତ୍ରୀ ବିବାହ କରିଛି, ମୁଁ ଗୋଟିଏ ବିବାହ କରିଛି, ମୋ ସ୍ତ୍ରୀଟି ଆଜ୍ଞା ପଢା ଜୋର ହେତେ ନାହିଁ ନାଇଁ। ତେଣୁ ସାନ ବୋହୁର ପଢା ଜୋର, ତାପରେ ପଢା ଜୋର ଥିବା ଯୋଗେ ସିଏ ଆଜ୍ଞା ଅଙ୍ଗନବାଡିରେ ଦିଦି ଅଛି। ଆଜ୍ଞା ସାନ ବୋହୁ ଅଙ୍ଗନବାଡିରେ ଯୋଉ ଦିଦି ଅଛି କଣ କରୁଛି? ଶୁଣନ୍ତୁ, ପାଠ ପଢଉଛି ପିଲାଙ୍କୁ ଖାଦ୍ୟ ଦଉଛି ମଧ୍ୟାହ୍ନ ବେଳେ, ବାକି ସପ୍ତାହକେ ଗୋଟିଏ ଥର ଅଣ୍ଡା 2ଟା ଦଉଛି। ଆଉ ସାନ ବୋହୁ କୁକୁଡ଼ା ଅଣ୍ଡା ଦିଏ। ଘଟଣାଟା ଶୁଣନ୍ତୁ, ମୁଁ କହିଯାଉଛି ଆଉ କଣ। ଆରେ ଅଣ୍ଡା ଦଉଛି ମାନେ କଣ? ଶୁଣୁନାହାନ୍ତି ଆପଣ, ଆଗ ତ ଉଖୁରେଇ ଦେଉଛନ୍ତି। ଆଉ ମୁଁ କହି ସାରେ। କୁହ କୁହ। ସପ୍ତାହକେ ଯୋଡିଏ ଅଣ୍ଡା ଦଉଛି। ଯଦି ସପ୍ତାହକେ ଯୋଡିଏ ଅଣ୍ଡା ଦଉଛି, ପୁତୁରା ଆମର ଅଣ୍ଡା ଯୋଡିଏ ଧରିକି ଆସିଲା, ତା ପୁଅ। ମୁଁ କହିଲି ଆରେ ପୁଅ କିଏ ଦେଇଛି କିରେ? ନା ମୋ ବୋଉ ଦେଇଛି। ମୁଁ କହିଲି ତୋ ବୋଉ? ନା ସେ ପରା ଅଙ୍ଗନବାଡିରେ ଦିଦି ଅଛି ମୋ ବୋଉ। ମୁଁ କହ ମୁଁ ଜାଣିଛି ତ। ଠିକ ଅଛି। ନା ଯୋଡିଏ ଅଣ୍ଡା ଦେଇଛି। ମୁଁ କହିଲି ତୋ ବୋଉ ଯଦି ଅଣ୍ଡା ଦଉଛି, କାହିଁ ତୋ ବଡ ମାମା ତ ଅଣ୍ଡା ଦଉନେଇ? ମୋର ଟିକେ ମୁଣ୍ଡକୁ ଟଚ୍ କଲା। ଆଉ ମୁଁ କହିଲି ସାନ ବୋହୁ ଆସିଲା ଅଣ୍ଡା ଦଉଛି ସପ୍ତାହକେ ଯୋଡେ, ଇଏ ବୁଢୀ କାହିଁକି ଅଣ୍ଡା ଦଉନି? ୟାର କଣ ପ୍ରୋବ୍ଲେମ ଅଛି? ଆଉ 10 ଜଣ 15 ଜଣ 20 ଜଣ ବସିକିରି ଗୋଟେ କଥା ଆଲୋଚନା ହଉ, ଜଣେ କହିଲା ତୋ ସ୍ତ୍ରୀର ଉଷୁମ କମି ଯାଉଛି। ଆଉ ତେଣୁ ଉଷୁମ କମି ଯିବା ଯୋଗେ ସେ ଅଣ୍ଡା ଦେଇ ପାରୁନି। ଆଉ ମୁଁ କହିଲି କଣ କରିବି? ନା ଗୋଟେ କାମ କରୁନୁ, ଗୋଟେ ଢାବଲ, ବଡ ଢାବଲଟା ଆଣିବୁ, ତା ତଳେ ପାଳ ଗଣ୍ଡେ ପକେଇବୁ, ପାଳ ଗଣ୍ଡେ ପକେଇକି ତୋ ସ୍ତ୍ରୀ କି ସେଥିରେ ବସେଇବୁ, ତା ଉପରେ ପାଳ ଗଣ୍ଡେ ଗଦେଇ ଦବୁ, ଢାବଲଟାକୁ ମୁଦି ଦବୁ, ଗରମ ପାଇଲା ମାନେ ଅଣ୍ଡା ଦବ। ସାର୍ ଆପଣଙ୍କୁ ସତ ମତେ ମିଛ, ମୁଁ ସେୟା କଲି। ଆଉ ଯେତେବେଳେ କଲି, କାହିଁ ଫେର ମୁଁ ଦେଖିଲି ଦିନେ ଗଲା, 2 ଦିନ ଗଲା, 3 ଦିନ ଯେତେବେଳେ ଗଲା, ମୁଁ କହିଲି ମରିଯିବ ଭୋକ ବିକଳରେ, ଏଣିକି ଖୋଲିବା ଦେଖିବା ଅଣ୍ଡା କେତୋଟି ଦେଇଛି। ଆଉ ଯେତେବେଳେ ଖୋଲିଦେଲି, ଖୋଲିକି ପାଳ କାଢିକି ତାକୁ ଦେଖିଲି, ଅଣ୍ଡା ଦେଇନେଇ।
ଅଣ୍ଡା ଦେଇନି ମୁଁ କହିଲି ଅଣ୍ଡା ଦଉନି, ୟାର କ'ଣ ବାଇ ମିଷ୍ଟେକ୍ ଅଛି? ଏଇ, ତୁ ସ୍ତ୍ରୀ କି ନେଇକି ବସଉଛୁ ପାଳ ଗଦାରେ, ଆଜ୍ଞା ପାଳ ଭିତରେ ଡ୍ରମ ଭିତରେ ଦେଲେ ସେ ଅଣ୍ଡା ଦବ? ମୁଁ କହିଲି ଉଷୁମ ପାଇକି ତ ମୋ ସାନ ବୋଉ ଦଉଛି, ସିଏ କାହିଁ ନ ଦବ? ସାନ ବୋଉ ଯୋଉ ଅଣ୍ଡା ଦଉଛି କିଏ ଦଉଛି ତାକୁ? ତା ସରକାର ଅଣ୍ଡା ଦଉଛନ୍ତି, ସେ ସାନ ବୋଉ ବାଣ୍ଟୁଛନ୍ତି। ନାଇଁ ଆପଣ ଜାଣିନାହାନ୍ତି, ଆଉ ସେ ଯୋଉ ଦିଦି ରହିଛି, ଦିଦି ଅଣ୍ଡା ଦଉଛି ନା କୁକୁଡ଼ା ଅଣ୍ଡା ପାରେ, ଦିଦି ଅଣ୍ଡା ଦିଏ। ଅଣ୍ଡା ବାଣ୍ଟୁଛି, ବାଣ୍ଟୁଛି ଗୋଟେ ଦଉଛି ତ। ଆଉ ସତୀ କେମିତି ହେଲା ତ? ଆଉ ସତୀ ହେଲାନି? ସତ୍ୟ ନୁହଁ କି ସିଏ ଅଣ୍ଡା ଦବାରୁ ସିଏ ହେଲା ଅସତୀ, ଇଏ ଅଣ୍ଡା ନ ଦବାରୁ ଇଏ ହେଲା ସତୀ। ତେଣୁ ସେଇ ଯୋଗୁଁ ଆପଣଙ୍କୁ କହୁଛି ଟିକେ ଟ୍ରାଏଲ କରନ୍ତୁ। ତେଣୁ ସତୀ ଯୋଗୁ ଧର୍ମ ରକ୍ଷା ହୁଏ, ତାକୁ କୁହାଯାଏ ସତୀ। ସତୀ ସିଏ ନା ଭୁଲ। କହିକି ସତ୍ୟ ଯିଏ ରକ୍ଷା କରେ ସେ ସତୀ। ସିଏ କ'ଣ ସତୀ? ଯିଏ ପତିବ୍ରତା ନାରୀ ଆଜ୍ଞା। ସକାଳୁ ଉଠିଲେ ସ୍ୱାମୀ ଶାଶୁ ଶ୍ୱଶୁରଙ୍କୁ ସେବା କରେ, କରେ। ସିଏ ହଉଛି ସତୀ। ସତୀ। ଗୁରୁ ଗୁରୁଜନ ମାନଙ୍କୁ ଯିଏ ମୁଣ୍ଡିଆ ମାରେ, ମାରେ। ସିଏ ହଉଛି ସତୀ। ସିଏ ତ ଏହା କରୁଛି ଆଉ କ'ଣ? ବୁଢୀ ଏ ପର୍ଯ୍ୟନ୍ତ ଛାଡ଼ିନି, ମଲା ପର୍ଯ୍ୟନ୍ତ କରିବ। ନିଜର ପତିବ୍ରତା ଧର୍ମକୁ ଯିଏ ପାଳନ କରେ, ସିଏ ହଉଛି ସତୀ। ତେଣୁ ପ୍ରତିବ୍ରତାର ଧର୍ମକୁ ଯିଏ ରକ୍ଷା କରେ, ସେ ହଉଛି ସତୀ। ତେଣୁ ଅନେକ କଥା ତାର ପ୍ରମାଣ ଦେବାକୁ ଅଛି। ବେଦେଶ ସତୀ ବି ସତ୍ୟବାଦୀ ବି। ସତ୍ୟବାଦୀ ଯଦି ରାଜା ଜଣେ ରହିଲେ ରାଜ୍ୟରେ, ସିଏ ହେଲେ ସତ୍ୟବାଦୀ। ରାଜା ଯଦି ସତ କହିବେ, ତାହେଲେ ଏ ଜୀବ ଜଗତ ଉଦ୍ଧାର ହେବ, ପ୍ରଜା ମାନେ ସୁଖରେ ପାଳନ ହେବେ। ତେଣୁ ରାଜା ଯୋଗୁ ମଧ୍ୟ ସତ୍ୟ ରକ୍ଷା ହୁଏ। ଆଜ୍ଞା ଆଜ୍ଞା ହଉଛି ନା ଆଉ ଅଲୁବ୍ଧ ଦାନଶୀଳ ସିଅ। ଅଲୁବ୍ଧ କଲେ ଲୋଭୀ ଲୋକ ଯୋଗୁ, ଲୋଭୀ ଲୋକ ଯିଏ ନୁହଁ, ଅଲୁବ୍ଧ ଯିଏ ଲୋଭୀ ନୁହଁ, ତା ପାଇଁ ମଧ୍ୟ ଧର୍ମ ରକ୍ଷା କରେ। ମୁଁ ତ ସେଇଆ ଆଉ ତୁ ସେଇଆ, ତୁ ଲୋଭୀ ନୁହଁ। ନାଇଁ ନାଇଁ ସବୁ ବିକି ବିକି ଆଉ ଦି ପା ରଖିଛି, କ'ଣ ଭାବୁଛନ୍ତି କି? କାରଣ ଦାନ କରୁଛି। ଦାନ କରୁଛୁ, ଆଜ୍ଞା ଏମିତି ଦାନୀ ତୁ। ଯିଏ ଆସିବ ସବୁ ଫେରିକି ଯିବନି। ତୁ ଲୋଭ ଛଡେଇକି ଯେ ଦାନ କଲା, ସିଏ ହେଲା ଦାନୀ। ଦାନି ଦାନୀ ଯୋଗୁ ମଧ୍ୟ ଧର୍ମ ରକ୍ଷା ହୁଏ। ହଉଛି ଏ ନା? 7ଟା ଜିନିଷ ଯୋଗୁ ଧର୍ମ ସୁରକ୍ଷା ହୁଏ। ଆଜ୍ଞା ତେଣୁକରି ଆଜି ଗୋଧନକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଉତ୍ତର ଯୁବରାଜ ବିଚାର କରୁଛନ୍ତି। ଉତ୍ତର ଯୁବରାଜ ବୋଲେ କଣ କରିବେ, କେମିତି ଗୋଧନ ରକ୍ଷା ହେବ।